ଆଜ୍ଞା ନମସ୍କାର, ବିଜେପି କାର୍ଯ୍ୟାଳୟ ଭୁବନେଶ୍ୱରରୁ ମୁଁ ସୁଶାନ୍ତ କଲ୍ କରିଥିଲି। ଆଜ୍ଞା କଲ୍ଟା ବଙ୍କିମ ଚନ୍ଦ୍ର ମାଝୀକୁ ଲାଗିଛି କି? ହଁ ଆଜ୍ଞା। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜ୍ଞା 2047 ସୁଦ୍ଧା ମୋଦିଜୀଙ୍କ ବିକଶିତ ଭାରତର ସଂକଳ୍ପ ପୂରଣ ପାଇଁ ଆପଣ ଆଗାମୀ ଲୋକସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ତେଣୁକରି ଆପଣଙ୍କୁ ବିଶେଷ ଅନୁରୋଧ ଆଜ୍ଞା, ଆମେ 13 ତାରିଖ ନିର୍ବାଚନ ଦିନ ଆପଣ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବାରେ ସାହାଯ୍ୟ କରନ୍ତୁ ଆଜ୍ଞା। ଠିକ ଅଛି ଆଜ୍ଞା। ଠିକ ମାଗୁଛନ୍ କି ଭୋଟ ମାଗୁଛନ୍ ଆଜ୍ଞା? ଆଜ୍ଞା ଭୋଟ ମାଗୁଛୁ ଆଜ୍ଞା। ଠିକ ନେଇ ମାଗବାର ତ? ନାଇଁ ନାଇଁ ଆଜ୍ଞା ଭିକ ମାଗୁନାହିଁ, ଆପଣଙ୍କୁ ଆମେ ରିକ୍ୱେଷ୍ଟ କରି କହୁଛୁ ଆଜ୍ଞା, ଆପଣ ପଦ୍ମ ଫୁଲ ଚିହ୍ନରେ ଭୋଟ ଦିଅନ୍ତୁ। ଠିକ ଅଛି ଆଜ୍ଞା। ଫୋନ କରି କରି କିଏ ନା ଭୋଟ ମାଗୁଛି ଆଜ୍ଞା? ଆଜ୍ଞା ଫୋନ କରି କରି ଆଗରୁ ତ ଭୋଟ ନେଇ ମଗାଯାଉଛି, ଏଇଟା ଡିଜିଟାଲ ଯୁଗରେ ଡିଜିଟାଲ ହିସାବରେ ଭୋଟ ମଗାଯାଉଛି କାଇଁ? ଆଜ୍ଞା ଆଜ୍ଞା। ହଁ ଭୋଟ ଦେଲେ କାଣା ସବୁ କରିବେ ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ? ଆଜ୍ଞା ଆପଣଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବହୁତ ଗୁଡ଼ାଏ ଯୋଜନା ରହୁଛି ଆଜ୍ଞା। ଆ, ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇକି କହୁଛନ୍ତି ଯେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମାଗଣାରେ ଚାଉଳ ମିଳିବ। ସମସ୍ତ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବ। ଚାଷୀମାନଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣାଯିବ। ଆଉ ଛାତ୍ରଛାତ୍ରୀ ମାନଙ୍କ ପଢାପଢି ସୁବିଧା ପାଇଁ 2 ଲକ୍ଷ ପର୍ଯ୍ୟନ୍ତ ଛାତ୍ରବୃତ୍ତି ରହିଛି। 3 କୋଟି ଲକ୍ଷପତି ମହିଳା ଦିଦି କରିବେ। ମହିଳାମାନଙ୍କ ସୁବିଧା ପାଇଁ ସାଧାରଣ ସ୍ଥାନରେ ଶୌଚାଳୟ ମାନ ନିର୍ମାଣ କରାଯିବ ଆଜ୍ଞା। ଠିକ ଅଛି ଆଜ୍ଞା। ଯେ ହେତେ ଦିନ କାଁ ହେଲାନି କରୁଥିଲେ ଆଜ୍ଞା, 10 ବର୍ଷ ତ ଶାସନରେ ଥିଲେ, ହେତେ ଦିନ କାଁ ଯେ ନି କରୁଛି? ଆଜ୍ଞା ମୋଦି ସରକାରର କଥା କହୁଛି ଆଜ୍ଞା, ଏତେ ଦିନ କାଁ ଏଇଟା ମାନେ ନେଇ କରିଥିଲେ? ଭୋଟ ଆସିଲା କର ଇହାଦେ ଏଇଟା ମାନେ ସବୁ ତାର ମାନିଫେଷ୍ଟୋ ଲଞ୍ଚ କରିଛନ୍ତି, ସବୁ କହିଛନ୍ତି ଯେ ଆଜ୍ଞା ତା ପୂର୍ବରୁ ମଧ୍ୟ ମୋଦିଙ୍କ ଅନେକ ଗୁଡ଼ାଏ ଯୋଜନା ରହିଛି ଆଜ୍ଞା, ଆପଣ ସେ ଯୋଜନା ବୋଧହୁଏ ଜାଣିନଥିବେ। ହଁ ତ ଠିକ ଅଛି ଆଜ୍ଞା। ହଁ ସେ କହିଥିଲେ ଯେ ପ୍ରତି ବର୍ଷ 2 କୋଟି ଜବ୍ ବାହାର କରିବି, ତାପରେ ଡିଜେଲ ପେଟ୍ରୋଲ ର ଦାମ କମ କରିବି, ତାପରେ ଗ୍ୟାସ ଦେବି। ତ ଡିଜେଲ ପେଟ୍ରୋଲ ର ଦାମ ବଢିଗଲା, ତାପରେ ଗ୍ୟାସ ଦର ବଢିଗଲା, 2 କୋଟି ଜବ୍ ବି ଦେଲେନି, କାହିଁକି ଠକିଦେଲେ ଆଜ୍ଞା? ଆଜ୍ଞା ମୁଁ ତ ତାହା କହିପାରିବିନି, କିନ୍ତୁ ଆମକୁ ଏ ଦାୟିତ୍ୱ ଦିଆଯାଇଛି ଏ ବର୍ଷ ଇଲେକ୍ସନ ରେ ଆମକୁ ଲୋକମାନଙ୍କୁ କଲ୍ କରିକି ନିର୍ବାଚନ ବିଷୟରେ କିଛି ସୂଚନା ଦେବା ପାଇଁ ଆଜ୍ଞା। ତ ଠିକ ଆଜ୍ଞା ଅଛି ଆଜ୍ଞା। ଗୋଟେ କଥା ପଚାରୁଛି, ଯଦି ମୋଦି ସରକାର କରିବା ଜିତେଇ ଦେବା ବିଜେପି କୁ, ତାହେଲେ ଆଜ୍ଞା କୁଶଳ ରାଜ୍ୟ ବନେଇଦେବ କି ଆମ ପଶ୍ଚିମ ଓଡିଶାକୁ? ଆଜ୍ଞା ମୁଁ ତାହା କହିପାରିବିନି, କିନ୍ତୁ ଆମର କୌଶଳ ରାଜ୍ୟ ସଂଗ୍ରାମୀ ମାନେ ଜୋରସୋରରେ ଲାଗିଛନ୍ତି। ଆଗାମୀ ଦିନରେ ନିଶ୍ଚିତ ଭାବରେ କୌଶଳ ରାଜ୍ୟ ହେଇଯିବ ଆଜ୍ଞା। ତ ବିଜେପି ତାର ଯେନ୍ ମାନିଫେଷ୍ଟୋ ଅଛି ସେଥିରେ ଲେଖିଦବା ଯଦି କୋଶଲ ରାଜ୍ୟ ଭାବିଲେ ଆମେ ସିଓର ଭୋଟ ଦେମୁ ଆଜ୍ଞା। କାଁ ଯେ କି ଆମର ପଶ୍ଚିମ ଓଡିଶାକେ ଅବହେଳିତ କରାଯାଉଛି, ନୂଆଖାଇ କେ ଛୁଟି ନାଇଁ ମିଲବାର, ସରକାରୀ କ୍ୟାଲେଣ୍ଡର ରେ ସରକାରୀ ଛୁଟି ହିସାବରେ ନାଇଁ ଦିଆଯିବା, ତାରପରେ ପୁଷ୍ପୁନି କେ ନାଇଁ ଆଜ୍ଞା ଦିଆଯିବା, ରଜ କେ ବି ଦିଆଯାଉ, ଆଜ୍ଞା ପୁଷ୍ପୁନି କେ ବି ଦିଆଯାଉ, ତାପରେ ନୂଆଖାଇ କେ ବି ଦିଆଯିବ। ଆମେ କାହାର ଭାଷା କେ କି କାହାର ଆମେ ପର୍ବ କେ କି କାହାର କିଛିଟା ଆମେ ବିରୋଧ ନାଇଁ କରବାର, ହେଲେ ଆମର ପଶ୍ଚିମ ଓଡିଶା କି ଯେନ୍ ଅନହେଲା କରାଯାଇଛି ସେ କଥା କହୁଛୁ ଆଜ୍ଞା। ଆଜ୍ଞା 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 ମୁଁ ବି ତାହା ଚାହୁଁଛି ଆଜ୍ଞା। ମୁଁ ବି ବଲାଙ୍ଗୀର ର ପିଲା ଆଜ୍ଞା, ମୁଁ ଏଠାରେ କାମ କରୁଛି, କିନ୍ତୁ ମୁଁ ବି ବଲାଙ୍ଗୀର ଏରିଆର, ମୁଁ ବି ଚାହୁଁଛି ଆମର କୌଶଲ ରାଜ୍ୟ ଟା ହେଇଯାଉ ଆଜ୍ଞା। ହଁ ହଁ ଆପଣଙ୍କୁ ତ ସେ ଠିକ କାମ ଅଛି। କରିବା ପାଇଁ ଦିଆଯାଇଛି, ଆଜ୍ଞା ଆପଣ ଆପଣଙ୍କ କାମ କରନ୍ତୁ ତାହେଲେ, ଆଉ ମୁଁ ଆପଣଙ୍କୁ କାହିଁକି ଏତେ ହଇରାଣ କରିବି। ଠିକ ଅଛି ଆଜ୍ଞା, ଠିକ ଅଛି ଆଜ୍ଞା, ଆପଣଙ୍କ ସୂଚନା ପାଇଁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା, ରଖୁଛି ଆଜ୍ଞା। ହଁ ଜୁହାର ଆଜ୍ଞା, ନମସ୍କାର।